ଅନୁଗୁଳ ଜିଲ୍ଲା କଣିହା ପବିତ୍ର ମୋହନ ସଭାଗୃହରେ ଆୟୋଜିତ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେଇଛନ୍ତି ବେସରକାରୀ ଅଧ୍ୟାପକ କର୍ମଚାରୀ ସଭ। ବର୍ଷ ବର୍ଷ ଧରି ପାଠ ପଢ଼େଇ ଆସୁଥିବା ରାଜ୍ୟ ବେସରକାରୀ ଅଧ୍ୟାପକମାନେ ଉଚିତ ପାରିଶ୍ରମିକ ପାଉନଥିବା ବେଳେ ଅଭିଯୋଗଠାରୁ ଆରମ୍ଭ କରି ଆମରଣ ଅନଶନ ଏଣ୍ଡଲାନା ମଧ୍ୟ କରିଛନ୍ତି। ଅନ୍ୟପକ୍ଷରେ ସରକାର କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା ଦେଉଥିବା ବେଳେ ବେସରକାରୀ ଅଧ୍ୟାପକ ଅଧ୍ୟାପିକା ମିଳୁଥିବା ପରିଚାଳନା କମିଟିରୁ ଅର୍ଥରୁ ମଧ୍ୟ ବଞ୍ଚିତ ଅଛନ୍ତି। ସୌମ୍ୟାଶ୍ରୀ ଅଧ୍ୟାପିକା ଓଡ଼ିଆ ବିଭାଗର ତ ଆମର ଦୀର୍ଘ ଦିନ ଧରିକି ଯେଉଁ ଆମର ଷ୍ଟ୍ରାଇକ୍ ଚାଲିଛି ଏପର୍ଯ୍ୟନ୍ତ ଯେଉଁ ଗଭର୍ଣ୍ଣମେଣ୍ଟ ଏପର୍ଯ୍ୟନ୍ତ କିଛି ଶୁଣି ନାହାନ୍ତି। ତ ଆମେ ବିଭିନ୍ନ ମାଧ୍ୟମ ହଙ୍ଗର ଷ୍ଟ୍ରାଇକ୍ ଆରମ୍ଭ କରିକି ବହୁତ ଉଲ୍ଲଂଘନ ମଧ୍ୟ ଆମେ କରିଦେଇଛୁ। ତ ସରକାରକୁ ଜଣାଇବା ପାଇଁ ଚାହୁଁଛୁ ଯେ ଏଇ ଯେଉଁ ପ୍ରୟାସ ଆମ ସଂଘ କରିଛି ପ୍ରତି 20ରୁ ଆଉ 21 ତାରିଖ ଭିତରେ ସବୁ ଜିଲ୍ଲାର କଲେକ୍ଟରମାନଙ୍କୁ ହିଁ ଆମେ ଦାବିପତ୍ର ଜଣାଇବୁ, ଯେଉଁଟାକି ସରକାର ପାଖକୁ ପହଞ୍ଚିବା ପାଇଁ ଦିଆଯାଇଛି। ତ ଆମେ ଅନୁରୋଧ କରୁଛୁ ଯେ ଆମକୁ 8ରୁ 18 ଦିଆଯାଇଛି ଅନୁଦାନ ଭିତରେ ଆମକୁ ସେଇ ଭୁକ୍ତରେ ରଖିବା ଦରକାର। କିନ୍ତୁ ଏଇ ଯେଉଁ ଜ୍ଞାନୋଦୟ ଯେଉଁ ହେଉଛି ତାଙ୍କର ଯେଉଁ କାର୍ଯ୍ୟକ୍ରମ ସେଇଟା ବହୁତ ଆମ ଉପରେ ପ୍ରଭାବ ପଡ଼ୁଛି। ଆମକୁ ଅଲରେଡ଼ି 4 ମାସ 5 ମାସର ଦରମା ତ ମିଳୁନାହିଁ। ତ ସେହି ସମୟକୁ ସୀମାକୁ ନିର୍ଦ୍ଧାରିତ ନେବାକୁ 8ରୁ 18 ଦିଆଦେଲେ ଉପକୃତ ସମସ୍ତେ ହିଁ ହେବେ। ତ ଆମକୁ ସରକାରକୁ ଅନୁରୋଧ ଯେ 8ରୁ 18 ଯାଏ ଦିଆ ପ୍ରଦାନ କରୁଛୁ। ପରିଚୟଟା ଦେବେ ଆଉ ଜିଲ୍ଲାପାଳଙ୍କ ଗ୍ରିଭାନ୍ସକୁ ଆସିଥିଲେ କ'ଣ? ମୁଁ ଦୁଷ୍ମନ୍ତ କୁମାର ସାହୁ, ଜିଲ୍ଲା ସଂଯୋଜକ ଅନୁଗୁଳ, ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଆଉ କର୍ମଚାରୀ ସଂଘ। ଆମେ ଆଜି ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସିଥିଲୁ। ଆମେ ଜିଲ୍ଲାପାଳଙ୍କ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଆମର ଦାବିପତ୍ର GIA 2008ରୁ 2018 ପ୍ରଣୟନ ନିମନ୍ତେ ଆଜି ପ୍ରଦାନ କରୁଛୁ। ଆମେ ସରକାରଙ୍କର ଜ୍ଞାନୋଦୟ ଶିକ୍ଷାରୁ ସମୃଦ୍ଧି ଯୋଜନାକୁ ହାର୍ଦ୍ଦିକ ଅଭିନନ୍ଦନ ସ୍ୱାଗତ କରୁଛୁ। ଏହା ଏକ ଉଚ୍ଚକୋଟୀର ପଦକ୍ଷେପ। ଏହାଦ୍ୱାରା ଗରିବ ଶ୍ରେଣୀର ଛାତ୍ରଛାତ୍ରୀ ଉପକୃତ ହେବେ। କିନ୍ତୁ ତା'ର ଇମ୍ପ୍ଲିମେଣ୍ଟେସନ୍ ଯେଉଁ ପ୍ରୋସେସ୍ ଅଛି ସେଥିରେ ଆମକୁ ବହୁତ ପ୍ରତାରଣା ଦେଲା ଭଳିଆ ଉପଲବ୍ଧି ହେଉଛି। କଥା ହେଲା ଯେ ଆମେ ମ୍ୟାନେଜମେଣ୍ଟରୁ ଅଳ୍ପ ପରିମାଣର ପଇସା ମାସିକ ପାଉଥିଲୁ। ବର୍ତ୍ତମାନ ସରକାରଙ୍କର ଯେଉଁ SOP ଅଛି 10% ଦେବେ, ତାପରେ 15 ଦେବେ, ତାପରେ 25, ତାପରେ 25। କଥା ହେଲା ଆଡ଼ମିସନ୍ ପ୍ରୋସେସ୍ ନଭେମ୍ବର ମାସରେ ସରିବ। ସେତେବେଳକୁ ବର୍ତ୍ତମାନ 5 ମାସ ହେଇଗଲାଣି। 4 ମାସର ଦରମା ପାଇନଥିବୁ, 10% ଆସିବ, କାହାକୁ ଦରମା ଦିଆଯିବ? ତାପର ପ୍ରୋସେସ୍ ହେଲା ବେଳକୁ ସେ ଫେବୃଆରୀ ମାସ ହେଇପାରେ। ଏମିତି ହେଲା ବେଳକୁ ଆମେ 9 ମାସର ଦରମା କାର୍ଯ୍ୟ କଲା ପରେ ସରକାରଙ୍କର ପୂର୍ଣ୍ଣ ଅନୁଦାନ ବା ଯେତିକି ପଇସା କଲେଜକୁ ଦେବା କଥା ଦେବେ। କିନ୍ତୁ ଏହାଦ୍ୱାରା ଯେଉଁ ଶୈକ୍ଷିକ ବାତାବରଣ, ଉତ୍ତମ ଶୈକ୍ଷିକ ବାତାବରଣରେ ବାଧାପ୍ରାପ୍ତି ହେବ। କ'ଣ ପାଇଁ ନା ଆମେ ଦୀର୍ଘ 5 ବର୍ଷ ହେଲା ସରକାରଙ୍କୁ GIA 2008ରୁ 18 ନିବେଦନ କରି ଆସୁଛୁ ଏବଂ ଆମର 19 ନଭେମ୍ବର 2025ରେ ହଙ୍ଗର ଷ୍ଟ୍ରାଇକ୍ କରିଥିଲୁ। ସେଥିରେ ସରକାରଙ୍କର ପ୍ରତିନିଧି ଭାବରେ ଏକାମ୍ରର ବିଧାୟକ ବାବୁସି, ପିପିଲି ବିଧାୟକ ମାନ୍ୟବର ଆଶିଷ ପଟ୍ଟନାୟକ ଏବଂ ଉଚ୍ଚଶିକ୍ଷା ବିଭାଗ ତାଙ୍କୁ ପ୍ରତିନିଧିତ୍ୱରେ ଆମର ସବିଶେଷ ଆଲୋଚନା ହୋଇଛି। GIA 2008ରୁ 18 ପ୍ରଣୟନ କରାଯିବ ବୋଲି ପ୍ରତିଶ୍ରୁତି ମିଳିଛି। କିନ୍ତୁ ଏହି ପରିପ୍ରେକ୍ଷୀରେ ଏ ଯେଉଁ 10% ସାଲାରୀ ଦେବା ବା ଅନୁଦାନ ଦେବା ନୀତିକୁ ଆମେ ବିରୋଧ କରୁଛୁ। ଆମେ ସରକାରଙ୍କୁ ଅନୁରୋଧ ରଖୁଛୁ ଯେ ଏହି ପ୍ରକ୍ରିୟାକୁ ବନ୍ଦ କରି ଆମକୁ 2008ରୁ 18 GIA ପୂର୍ଣ୍ଣ ରୂପରେ ପ୍ରଦାନ କରାଯାଉ। ଏହାଦ୍ୱାରା ଉତ୍ତମ ଶୈକ୍ଷିକ ବାତାବରଣ ସହିତ ଆମେ ବିଦ୍ୟାଳୟରେ ଆନନ୍ଦରେ ପାଠ ପଢ଼ାଇବୁ। ଏହାଦ୍ୱାରା ଶିକ୍ଷାର ମାନ ଓଡ଼ିଶାରେ ଉନ୍ନତି ହେବ, ଏଥିରେ କୌଣସି ସନ୍ଦେହ ନାହିଁ।